2026 ମସିହାରେ ବର୍ଷର ପ୍ରଥମ ସୂର୍ଯ୍ୟପରାଗ ଫେବୃଆରୀ 17 ତାରିଖ ଫାଲ୍ଗୁନ ମାସର ଅମାବାସ୍ୟା ଦିନ ହେବାକୁ ଯାଉଛି, ଯାହାକି ଧାର୍ମିକ ଏବଂ ଜ୍ୟୋତିଷ ଶାସ୍ତ୍ର ଉଭୟ ଦୃଷ୍ଟିକୋଣରୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅଟେ। ତେବେ ଏହି ସୂର୍ଯ୍ୟପରାଗ ମୁଖ୍ୟତଃ ଦକ୍ଷିଣ ଆଫ୍ରିକା, ଦକ୍ଷିଣ ଆଣ୍ଟାର୍କଟିକା ଏବଂ ଆଣ୍ଟାର୍କଟିକାରେ ଦୃଶ୍ୟମାନ ହେବ। ଯଦିଓ ଭାରତରେ ଏହା ଦୃଶ୍ୟମାନ ହେବ ନାହିଁ, ତେଣୁ ଏହାର ସୂତକ ସମୟ ମଧ୍ୟ ବୈଧ ହେବ ନାହିଁ। ଜ୍ୟୋତିଷମାନଙ୍କ ମତରେ ଏହି ଦିନ ସୂର୍ଯ୍ୟ ଶନିଙ୍କ ରାଶି କୁମ୍ଭରେ ରହିବେ, ଯେଉଁଠାରେ ସେ ଏହାର ଛାୟା ଗ୍ରହ ରାହୁ ସହିତ ରହିବେ। ଏଥିଯୋଗୁଁ ମାନସିକ, ଆର୍ଥିକ ଏବଂ ପାରିବାରିକ ଜୀବନ ଉପରେ ପ୍ରଭାବ ପଡ଼ିପାରେ ବୋଲି ଜ୍ୟୋତିଷମାନେ ମତ ଦେଇଛନ୍ତି। କିଛି ରାଶି ଉପରେ ନକାରାତ୍ମକ ପ୍ରଭାବ ପକାଇପାରେ ଏବଂ କିଛି ପରିବର୍ତ୍ତନ ହେବାର ମଧ୍ୟ ସମ୍ଭାବନା ରହିଛି। ଜାଣନ୍ତୁ କେଉଁ ରାଶିଗୁଡ଼ିକ ସତର୍କ ରହିବା ଉଚିତ। ସିଂହ ରାଶିର ବ୍ୟକ୍ତିମାନଙ୍କୁ ସତର୍କତାର ସହିତ ଆଗକୁ ବଢ଼ିବାକୁ ପଡ଼ିବ। ଜମି, କୋଠା ଇତ୍ୟାଦି କ୍ରୟ କିମ୍ବା ବିକ୍ରୟକୁ ନେଇ ସତର୍କତା ଅବଲମ୍ବନ କରିବାକୁ ପଡ଼ିବ ଓ ନୂତନ ନିବେଶ କରିବା ସମୟରେ ଧୈର୍ଯ୍ୟ ରଖିବାକୁ ମଧ୍ୟ ଜ୍ୟୋତିଷମାନେ କହିଛନ୍ତି। ଏଥିସହିତ ବ୍ୟବସାୟୀମାନେ ସତର୍କ ରହିବା ଉଚିତ ଓ ଆତ୍ମୀୟ ପରିଜନଙ୍କ ଠାରୁ ଆଶା କରାଯାଇଥିବା ସମର୍ଥନ ମଧ୍ୟ ମିଳିବ ନାହିଁ। ଜୀବନସାଥୀଙ୍କ ସହ ସମ୍ପର୍କକୁ ଉନ୍ନତ କରିବା ପାଇଁ ତାଙ୍କ ଭାବନାକୁ ସମ୍ମାନ କରନ୍ତୁ ଓ କୌଣସି ଦୂର ଜାଗା ଯାତ୍ରା ଏଡ଼ାନ୍ତୁ ବୋଲି ମଧ୍ୟ କୁହାଯାଇଛି। ସେପରି ମକର ରାଶିର ବ୍ୟକ୍ତିମାନେ ଛୋଟ ଛୋଟ ପ୍ରସଙ୍ଗକୁ ଅଣଦେଖା କରନ୍ତୁ ନାହିଁ। ବିବାହ ବିଳମ୍ବ ନେଇ ଜ୍ୟୋତିଷମାନେ ମତ ଦେଇଛନ୍ତି। ଏଥିସହିତ ଋତୁକାଳୀନ ରୋଗରୁ ଦୂରେଇ ରୁହନ୍ତୁ ଏବଂ ସୁସ୍ଥ ଖାଦ୍ୟପେୟ ଆପଣେଇବାକୁ ମଧ୍ୟ ପରାମର୍ଶ ଦିଆଯାଉଛି, କାରଣ ଦୁର୍ବଳ ସ୍ୱାସ୍ଥ୍ୟ ଫଳରେ କାମରେ ବାଧା ଉପୁଜିପାରେ। ବଜାରରେ ପ୍ରତିଷ୍ଠା ବଜାୟ ରଖିବା ପାଇଁ ଅଧିକ ପ୍ରୟାସ କରିବାକୁ ପଡ଼ିବ ଓ ଭଲ ସମ୍ପର୍କ ବଜାୟ ରଖିବା ପାଇଁ ଆପଣଙ୍କ ବାଣୀ ଏବଂ ଆଚରଣକୁ ନିୟନ୍ତ୍ରଣ କରିବାକୁ ପଡ଼ିବ। ତେବେ କୁମ୍ଭ ରାଶିର ବ୍ୟକ୍ତିମାନଙ୍କ ଉପରେ କାର୍ଯ୍ୟଭାର ବୃଦ୍ଧି ହୋଇପାରେ। ଭଲ ସମ୍ପର୍କ ବଜାୟ ରଖିବା ପାଇଁ ବାଣୀ ଉପରେ ନିୟନ୍ତ୍ରଣ ରଖନ୍ତୁ। ପ୍ରେମିକ ପ୍ରେମିକାଙ୍କ ସହ ମତଭେଦ ମଧ୍ୟ ହୋଇପାରେ। ନୂତନ ଘର କିମ୍ବା ଯାନବାହନ କିଣିବା ଠାରୁ ଦୂରେଇ ରୁହନ୍ତୁ ଓ ସଞ୍ଚିତ ଧନକୁ ଭାବି ଚିନ୍ତି ବ୍ୟବହାର କରନ୍ତୁ। ବ୍ୟୁରୋ ରିପୋର୍ଟ, ଓଡ଼ିଶ୍ରୀ ଲାଇଭ୍। ଓଡ଼ିଶ୍ରୀ ଲାଇଭ୍, ସତ୍ୟ ଓ ବିଶ୍ୱାସର ପରିଚୟ।